ଚାଲନ୍ତୁ ଆମେ ସମସ୍ତେ ମିଶି କଳ୍ପନା କରିବା ଗୋଟିଏ ଅନ୍ଧାର ରାତି ଆଉ ଆପଣ ଘରଠାରୁ ବହୁ ଦୂରରେ ଅଛନ୍ତି। ଆକାଶରେ କଳା ବାଦଲ ମାଡ଼ି ଆସୁଛି ଆଉ ଆପଣ ଜାଣିଛନ୍ତି ଗୋଟେ ଭୟଙ୍କର ଝଡ଼ ହେବାକୁ ଯାଉଛି। ଏଇଟା ହେଉଛି ରଘୁଙ୍କ କାହାଣୀ, ଜଣେ ସାଧାରଣ ଯାତ୍ରୀ ଯିଏ ଏମିତି ହିଁ ଗୋଟେ ଭୟାନକ ଝଡ଼ରେ ଫସି ଯାଇଥିଲେ। ତେବେ ଆସନ୍ତୁ ଏହି ଭୟ ଆଉ ରହସ୍ୟ ଭିତରକୁ ଯିବା। ରଘୁ ସାଇକେଲରେ ଯାଉଥିଲେ। ତାଙ୍କୁ କୁସୁମପୁର ଯିବାର ଥିଲା, ଯାହାକି ଆହୁରି ବହୁତ ବାଟ। ହଠାତ୍ ସେ ଦେଖିଲେ ପବନ ଯେମିତି ଥମିଗଲା ଆଉ ଆକାଶର ରଙ୍ଗ ବଦଳିବାକୁ ଲାଗିଲା। ସେ ବୁଝିଗଲେ ଏଇଟା ଗୋଟେ ବଡ଼ ଝଡ଼ର ସଂକେତ। ସେ ସମୟ ସହ ଦୌଡ଼ ଲଗାଇଥିଲେ, କିନ୍ତୁ ବୋଧହୁଏ ପ୍ରକୃତିର କିଛି ଅଲଗା ହିଁ ଯୋଜନା ଥିଲା। ଆଉ ଏହି ପ୍ରଶ୍ନଟି ହିଁ ଆମ କାହାଣୀର ମୂଳ କଥା। ବେଳେବେଳେ କେମିତି ହୁଏ ନା, ଆମେ ଗୋଟେ ବିପଦରୁ ବଞ୍ଚିବାକୁ ଯାଇ ଆଉ ଗୋଟେ ବଡ଼ ବିପଦରେ ପଶିଯାଉ। ରଘୁଙ୍କୁ ବି ଏକ ନିଷ୍ପତ୍ତି ନେବାର ଥିଲା। ବାହାରେ ଝଡ଼ର ସାମ୍ନା କରିବେ ନା ସେହି ଅଜଣା ଆଶ୍ରୟ ଭିତରର ରହସ୍ୟମୟ ଭୟକୁ ଆପଣାଇବେ। ଆଉ ତାପରେ ଆସିଲା ସେଇ ଝଡ଼। ଏତେ ପ୍ରବଳ ବର୍ଷା ଆଉ କାନଫଟା ବିଜୁଳି ଯେ ରାସ୍ତାଘାଟ କିଛି ଦେଖାଗଲାନି। ରଘୁ ବିଚାରା ଗୋଟେ ଗଛ ତଳେ ଆଶ୍ରୟ ନେଲେ, କିନ୍ତୁ ଝଡ଼ ଟିକେ ଛାଡ଼ିବା ବେଳକୁ ସେ ପୂରାପୂରି ରାସ୍ତା ହଜେଇ ସାରିଥିଲେ। ଆଉ ସେଇ ଅନ୍ଧାର ଭିତରେ ହିଁ ତାଙ୍କର ଦେଖାହେଲା ଜଣେ ଅପରିଚିତ ଲୋକ ସହିତ। ହଠାତ୍ ସେଇ ଓଦା ଶୀତଳ ଅନ୍ଧାର ଭିତରୁ ଗୋଟେ ଶୁଖିଲା କର୍କଶ ସ୍ୱର ଶୁଭିଲା। ରଘୁ ପୁରା ଚମକି ପଡ଼ି ଦେଖିଲେ ଗୋଟେ ଛାୟା ପରି ମଣିଷ ଠିଆ ହୋଇଛି। ସେ ନିଜକୁ ରତନ ବୋଲି କହିଲା ଆଉ ସାହାଯ୍ୟ ପାଇଁ ହାତ ବଢ଼େଇଲା। ରତନ କହିଲା, ଆଗକୁ କୁସୁମପୁର ରାସ୍ତା ବଡ଼ ଗଛ ପଡ଼ି ପୁରା ବନ୍ଦ ହୋଇଯାଇଛି। ସେ କହିଲା, ମୋର ପାଖରେ ଗୋଟେ ଚା ଦୋକାନ ଅଛି, ଚାଲନ୍ତୁ ସେଠିକି, ରାତିଟା କଟିଯିବ। ରଘୁଙ୍କ ମନ ମାନୁନଥିଲା, କିନ୍ତୁ ଆଉ କିଛି ଉପାୟ ବି ତ ନଥିଲା। ତେଣୁ ସେ ବାଧ୍ୟ ହୋଇ ରତନ ପଛେ ପଛେ ସେଇ କାଦୁଆ ରାସ୍ତାରେ ଚାଲିଲେ। ଏବେ ଆସନ୍ତୁ କାହାଣୀର ଦ୍ୱିତୀୟ ଭାଗକୁ, ଯେଉଁଠି ମିଳୁଥିବା ସେହି ନିରାପଦ ଆଶ୍ରୟ ଧୀରେ ଧୀରେ ଭୟର କାରଣ ପାଲଟିଯାଏ। କିଛି ବାଟ ଗଲାପରେ ରଘୁ ଆଉ ରତନ ଗୋଟେ ଛୋଟ କୁଡ଼ିଆରେ ପହଞ୍ଚିଲେ। ଭିତରକୁ ପଶିବା ମାତ୍ରେ ରତନ ତୁରନ୍ତ ଗରମ ଗରମ ଚା ତିଆରି କରିଦେଲା। ବାହାରେ ଝଡ଼ ଆଉ ଭିତରେ ଗରମ ଚା, ବାହା! କିଛି ସମୟ ପାଇଁ ରଘୁଙ୍କୁ ବହୁତ ଆରାମ ଲାଗିଲା। ସେ ଭାବିଲେ ହୁଏତ ସେ ଏବେ ସୁରକ୍ଷିତ। କିନ୍ତୁ ସେଇ ଆରାମ ବେଶୀ ସମୟ ରହିଲାନି। ରଘୁଙ୍କୁ କିଛି କଥା ଅଡ଼ୁଆ ଲାଗିଲା। ପ୍ରଥମତଃ ଓଦା ପବନରେ ଗୋଟେ ଅଜବ ପୋଡ଼ା ଗନ୍ଧ ଆସୁଥିଲା। ଦ୍ୱିତୀୟରେ ଏତେ ନିଛାଟିଆ ଜାଗାରେ କିଏ ଚା ଦୋକାନ କରେ? ଆଉ ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା, ବାହାରେ ଏତେ ପବନ ସତ୍ତ୍ୱେ ଭିତରେ ଜଳୁଥିବା ହାରିକେନ୍ ଲ୍ୟାମ୍ପର ଶିଖା ଟିକେ ବି ହଲୁନଥିଲା, ଯେମିତିକି ପବନ ତାକୁ ଛୁଇଁ ପାରୁନି। ତା ସାଙ୍ଗକୁ ରତନର କଥାବାର୍ତ୍ତା ରଘୁଙ୍କ ମନରେ ଏକ ଅଜଣା ଭୟ ସୃଷ୍ଟି କରୁଥିଲା। ରଘୁଙ୍କୁ ଧୀରେ ଧୀରେ ଲାଗିଲା ଯେ ସେ ଯାହା ଦେଖୁଛନ୍ତି ତାହା ବୋଧହୁଏ ସତ ନୁହେଁ। ତାଙ୍କୁ ଲାଗୁଥିଲା ସେ ଯେମିତି ଗୋଟେ ଅଦୃଶ୍ୟ ଜାଲରେ ଧୀରେ ଧୀରେ ଫସି ଯାଉଛନ୍ତି। ତାଙ୍କ ବ୍ୟାଗରେ ଯେଉଁ ଟଙ୍କା ଥିଲା, ସେଥିପାଇଁ ତାଙ୍କ ମନରେ ଭୟ ପଶିଗଲା ଆଉ ତାଙ୍କ ଛାତି ଜୋରରେ ଧଡ଼ଧଡ଼ ହେବାକୁ ଲାଗିଲା। କାହାଣୀର ତୃତୀୟ ଭାଗ, ଜଣେ ହତ୍ୟାକାରୀର ସ୍ୱୀକାରୋକ୍ତି ଆଉ ଅଧରାତିରେ କୁହାଯାଇଥିବା ଏକ କାହାଣୀ। ହଠାତ୍ ଗୋଟେ ପାଉଞ୍ଜିର ମୃଦୁ ଶବ୍ଦରେ ରଘୁ ଚମକି ପଡ଼ିଲେ। ସେ ଦେଖିଲେ ଝୁମର ନାମକ ଜଣେ ମହିଳା ଧୀରେ ଧୀରେ ଭିତରକୁ ଆସୁଛନ୍ତି। ରତ୍ନ ଆଉ ଝୁମରଙ୍କ ଭିତରେ ଆଖିରେ କିଛି ଇସାରା ହେଲା। ତାପରେ ଝୁମର ରଘୁଙ୍କୁ ଗୋଟିଏ ପାନ୍ ବଢ଼େଇ ଦେଲେ। ରଘୁ ଯେମିତି ପାନ ନେବାକୁ ହାତ ବଢ଼େଇଛନ୍ତି, ତାଙ୍କ ନାକରେ ଗୋଟେ କଞ୍ଚା ରକ୍ତର ତୀବ୍ର ମିଠା ଗନ୍ଧ ବାଜିଲା। ଆଉ ଠିକ୍ ସେତିକିବେଳେ ପବନର ଗୋଟେ ଝଟକାରେ ଝୁମୁରଙ୍କ ମୁଣ୍ଡରୁ ଓଢ଼ଣୀ ଟିକେ ଖସିଗଲା। ରଘୁ ଯାହା ଦେଖିଲେ, ତାଙ୍କ ଦେହରୁ ରକ୍ତ ଶୁଖିଗଲା। ଝୁମୁରୁଙ୍କ ବେକରେ ଗୋଟେ ଗଭୀର ଧାରୁଆ କ୍ଷତ, ଆଉ ସେଇଠୁ ରକ୍ତ ବହୁଛି। ଝୁମୁରୁ କିନ୍ତୁ ଶୀଘ୍ର ନିଜକୁ ସଜାଡ଼ି ନେଇ ଆଖି ପିଛୁଳାକେ କୁଆଡ଼େ ଅଦୃଶ୍ୟ ହୋଇଗଲେ। ସେହି ରାତିରେ ରଘୁ ଗୋଟେ ଭୟଙ୍କର ସ୍ୱପ୍ନ ଦେଖିଲେ। ସେ ଦେଖିଲେ ଯେ ତାଙ୍କ ପାଖରେ ଜଣେ ଲୋକ ବେକରେ ଦଉଡ଼ି ଲଗେଇ ଛାତରୁ ଝୁଲୁଛି। ଗୋଟେ ଭୟଙ୍କର ଚିତ୍କାର କରି ସେ ଉଠି ପଡ଼ିଲେ। ବାହାରକୁ ଆସି ଦେଖିଲେ ରତନ ବସିଛି। ରତନ କହିଲା, ଏମିତି ଖରାପ ସ୍ୱପ୍ନ ଦେଖିଲେ ନିଦ ଆସିବନି। ଚାଲନ୍ତୁ, ସମୟ କାଟିବା ପାଇଁ ମୁଁ ଆପଣଙ୍କୁ ଗୋଟେ କାହାଣୀ ଶୁଣାଉଛି। ଆଉ ରତନ ଯେଉଁ କାହାଣୀ ଶୁଣେଇଲା, ତାହା ରଘୁଙ୍କ ଦେହ ଶୀତେଇ ଦେଲା। ସେ କହିଲା, ପ୍ରାୟ 3 ବର୍ଷ ତଳେ ଏଇଠି ଜଣେ ଚା ଦୋକାନୀ ଥିଲା। ସେ ଜାଣିଲା ଯେ ତା ସ୍ତ୍ରୀର ଶଙ୍କର ବୋଲି ଜଣେ ଲୋକ ସହ ସମ୍ପର୍କ ଅଛି। ତେଣୁ ଦିନେ ରାଗିରେ ସେ ଦୁହିଁଙ୍କୁ ଏକାଠି ଦେଖି ପ୍ରଥମେ ନିଜ ସ୍ତ୍ରୀକୁ ଗୋଟେ ଧାରୁଆ ଅସ୍ତ୍ରରେ ମାରିଦେଲା। ତାପରେ ଶଙ୍କରକୁ ସେହି କୁଡ଼ିଆ ଭିତରେ ଫାଶୀ ଦେଇଦେଲା। ଆଉ ଶେଷରେ ସେ କୁଡ଼ିଆରେ ନିଆଁ ଲଗେଇ 2ଟି ଶବ ସହିତ ନିଜେ ବି ଜଳିଗଲା। କାହାଣୀର ଶେଷ ଭାଗ, ଯେତେବେଳେ ରାତି ପାହିଲା ଆଉ ଭୟଙ୍କର ସତ ସାମ୍ନାକୁ ଆସିଲା। ସକାଳ ହେବା ମାତ୍ରେ ରଘୁଙ୍କର ଗୋଟିଏ ହିଁ ଇଚ୍ଛା ଥିଲା, କେମିତି ସେଠୁ ଶୀଘ୍ର ବାହାରିବେ। ସେ କବାଟ ବାଡ଼ାଇଲେ, କିନ୍ତୁ ଭିତରୁ କିଛି ଶବ୍ଦ ଆସିଲାନି।
ତେଣୁ ସେ ଆଉ ଅପେକ୍ଷା ନ କରି ନିଜ ସାଇକେଲ ଉଠେଇ ସେଠାରୁ ଦ୍ରୁତ ଗତିରେ ପଳାଇଲେ। କିନ୍ତୁ କିଛି ଦୂର ଯିବା ପରେ ରଘୁଙ୍କର ମନେ ପଡ଼ିଲା, ଆରେ ତାଙ୍କ ଟଙ୍କା ବ୍ୟାଗଟା ତ ସେଇ କୁଡ଼ିଆରେ ରହିଗଲା। ତାଙ୍କୁ ଲାଗିଲା ଯେମିତି ମୁଣ୍ଡ ଉପରେ ଆକାଶ ଛିଣ୍ଡି ପଡ଼ିଲା। ସେ ତୁରନ୍ତ ସାଇକେଲ ଘୁରାଇ ସେହି ଜାଗାକୁ ଫେରିଲେ। ହେଲେ ସେଠି ପହଞ୍ଚି ସେ ଯାହା ଦେଖିଲେ, ତାଙ୍କ ପାଦ ତଳୁ ମାଟି ଖସିଗଲା। ଯେଉଁଠି ରାତିରେ ଚା ଦୋକାନ ଥିଲା, ସେଠି ଏବେ କିଛି ବି ନଥିଲା। କେବଳ ଗୋଟେ ପୁରୁଣା ଜଳିଯାଇଥିବା କୁଡ଼ିଆର କଳା କାଠ ଆଉ ପାଉଁଶ ପଡ଼ି ରହିଥିଲା, ଯାହା ଦେଖିଲେ ଲାଗୁଥିଲା ଯେମିତି ବହୁ ବର୍ଷ ତଳେ ଜଳିଯାଇଛି। ରଘୁ କିଛି ବି ବୁଝିପାରୁ ନଥିଲେ, ପୁରା ସ୍ତବ୍ଧ ହୋଇଯାଇଥିଲେ। ଠିକ୍ ସେତିକିବେଳେ ପଛରୁ ସେହି ପରିଚିତ ସ୍ୱର ଆସିଲା। ସେ ଦ୍ରୁତ ଗତିରେ ପଛକୁ ବୁଲି ଦେଖିଲେ, କିଏ ଜଣେ ତାଙ୍କ ଟଙ୍କା ବ୍ୟାଗ୍ ଧରି ଠିଆ ହୋଇଛି। ସେ ଥିଲା ଝୁମର। ହଠାତ୍ ପବନ ବହିଲା ଆଉ ତା ମୁଣ୍ଡରୁ ଓଢ଼ଣୀ ଉଡ଼ିଗଲା। ଆଉ ରଘୁଙ୍କ ସାମ୍ନାରେ ଥିଲା ଗୋଟେ ଭୟଙ୍କର ରକ୍ତ ଜୁଡ଼ୁବୁଡ଼ୁ ପଚିଯାଇଥିବା ମୁହଁ। ସେଇ ଅସହ୍ୟ ଗନ୍ଧ ପୁଣି ଥରେ ଚାରିଆଡ଼େ ଖେଳିଗଲା। ଏହି ଭୟଙ୍କର ଦୃଶ୍ୟ ଦେଖି ରଘୁ ଆଉ ନିଜକୁ ସମ୍ଭାଳି ପାରିଲେନି, ଆଉ ସେଇଠି ହିଁ ବେହୋସ ହୋଇ ତଳେ ପଡ଼ିଗଲେ। ତେବେ ରତନ ଆଉ ଝୁମର କ'ଣ ସତରେ ରଘୁଙ୍କୁ ସାହାଯ୍ୟ କରୁଥିଲେ, ନା ନିଜ କାହାଣୀ ଶୁଣାଇ କିଛି ଚେତାବନୀ ଦେଉଥିଲେ? ସେଇ ରାତିର ଅନୁଭୂତି ପରେ ରଘୁଙ୍କ ଜୀବନ କ'ଣ ଆଉ ଆଗ ଭଳି ଥିବ? ହୁଏତ ଏସବୁ ପ୍ରଶ୍ନର ଉତ୍ତର ସେଇ ଜଳିଯାଇଥିବା କୁଡ଼ିଆର ପାଉଁଶ ଭିତରେ ହିଁ କେଉଁଠି ଲୁଚି ରହିଛି।